ସମସ୍ତଙ୍କୁ ନମସ୍କାର। ଆଜି ଲିସାସ୍ ଆଇଏଏସ୍ ଦ୍ୱାରା ଆୟୋଜିତ ଏଇ ଯୋଉ ୟୁନିକ୍ ପଜିଟିଭ ପର୍ସନାଲିଟି ଡେଭଲପମେଣ୍ଟ ପ୍ରୋଗ୍ରାମ ଆମେ କଣ୍ଡକ୍ଟ କରୁଛୁ, ସେଥିରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଗରୁ ଯାହା ମୁଁ କହିଛି ଏବଂ ଏବେ ବି ତାକୁ ରିପିଟ କରୁଛି ଯେ ଏଇ ଯୋଉ ୟୁନିକ୍ ପଜିଟିଭ ପର୍ସନାଲିଟି ଡେଭଲପମେଣ୍ଟ ପ୍ରୋଗ୍ରାମ ତାର ସାଇଣ୍ଟିଫିକ ବେସିସ୍ ହଉଛି ନ୍ୟୁରୋ ଲିଙ୍ଗୁଇଷ୍ଟିକ ପ୍ରୋଗ୍ରାମିଂ। ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ଦୁଇ ଜଣ ଶିକ୍ଷାବିତ ରିଚାର୍ଡ ଭ୍ୟାଣ୍ଡଲର ଏବଂ ଜନ୍ ଗ୍ରାଇଣ୍ଡର 1970s ରେ 50 ବର୍ଷ ତଳେ ଯୋଉ ନ୍ୟୁରୋ ଲିଙ୍ଗୁଇଷ୍ଟିକ ପ୍ରୋଗ୍ରାମିଂ ର ଥିଓରି ଦେଇଥିଲେ, ତା ଅନୁଯାୟୀ ଆମେ ଗୋଟେ ପର୍ସନାଲିଟିକୁ ର ପରିବର୍ତ୍ତନ ପାଇଁ ଆମର ଥଟ୍ସ, ଆମର ଇମୋସନ୍ସ, ଆମର ବିହେଭିୟର ର ପରିବର୍ତ୍ତନ ଆବଶ୍ୟକ, ଯୋଉଟା ଆମର ବ୍ରେନ ରେ ତାର ଇଫେକ୍ଟଟାକୁ ଗୋଟେ ପ୍ରୋଗ୍ରାମିଂ ଭଳି ସେଟା ରେକର୍ଡେଡ ହୁଏ ଏବଂ ତାରି ଅନୁସାରେ ଆମର ପର୍ସନାଲିଟିର ପରିବର୍ତ୍ତନ ହୁଏ। ଯଦି ଆମେ ଜାଣିଛେ ଯେ ଗୋଟେ ସକାରାତ୍ମକ ପର୍ସନାଲିଟି, ଗୋଟେ ପଜିଟିଭ ପର୍ସନାଲିଟିର ଆବଶ୍ୟକତା ରହିଛି ପର୍ସନାଲ ଏବଂ ପ୍ରଫେସନାଲ ଲାଇଫର ସକ୍ସେସ ପାଇଁ, ସେଥିପାଇଁ ସେଇ ଟାଇପର ପର୍ସନାଲିଟି କୁ ପାଇଁ ଯୋଉ ଟାଇପର ଚିନ୍ତାଧାରା, ଯୋଉ ଟାଇପର ଥଟ୍ସ, ଯୋଉ ଟାଇପର ଇମୋସନ୍ସ, ଯୋଉ ଟାଇପର ବିହେଭିୟରାଲ ପ୍ୟାଟର୍ନ ଆବଶ୍ୟକ, ତାକୁ ଆମେ କେମିତି ଭାବରେ ନିଜ ଭିତରେ କଲ୍ଟିଭେଟ କରିବା। ଏବଂ ନ୍ୟୁରୋ ଲିଙ୍ଗୁଇଷ୍ଟିକ ପ୍ରୋଗ୍ରାମିଂ ର ଗୋଟେ ମେଥଡ ହଉଛି ଯେ ମଡେଲିଂ। ଆମେ କିଛି ଏଭଳି ସକାରାତ୍ମକ ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସିବା ଏବଂ ତାଙ୍କର ଚିନ୍ତାଧାରା, ତାଙ୍କର କାର୍ଯ୍ୟ କରିବାର ଶୈଳୀ, ତାଙ୍କର ବ୍ୟବହାର, ତାକୁ ଆମେ ଅନୁକରଣ ଏବଂ ଅନୁସରଣ ଯଦି କରିବା, ତାହେଲେ ସେଭଳି ବ୍ୟକ୍ତିତ୍ୱ ଆମ ପାଖରେ ଦେଖାଯିବ ଏବଂ ତା ଦ୍ୱାରା ଆମେ ଯୋଉ ସଫଳତାକୁ ଆଜି ଚାହୁଁଛେ ସେଇଭଳି ସଫଳତା ଆମେ ପାଇପାରିବା। ସେଇଭଳି ମେଥଡର ପରିପ୍ରେକ୍ଷୀରେ ଆମେ କିଛି ଏଭଳି ବ୍ୟକ୍ତିତ୍ୱଙ୍କ ସହିତ ଆଲୋଚନା କରୁଛେ ଏବଂ ତାଙ୍କ ସହିତ ତାଙ୍କର ଯୋଉ ଅଭିଜ୍ଞତାକୁ ଆପଣମାନଙ୍କ ପାଖରେ ରଖୁଛେ, ଯୋଉ ବ୍ୟକ୍ତିତ୍ୱ ମାନେ ତାଙ୍କ ଜୀବନରେ ଏକ୍ସଟ୍ରିମଲି ଅର୍ଡିନାରୀ ବ୍ୟାକଗ୍ରାଉଣ୍ଡରୁ ଆସି ସେମାନେ ଏକ୍ସଟ୍ରିମ ସକ୍ସେସଫୁଲ ପର୍ସନାଲିଟି ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ବ୍ୟାକଗ୍ରାଉଣ୍ଡ ଯାହାର ଯାହା ହେଇଥାଉ ନା କାହିଁକି, ନିଜର ପ୍ରଚେଷ୍ଟା, ନିଜର ଆପ୍ରୋଚ ଆଉ ଆଉଟଲୁକ୍ ଟୁ ଲାଇଫ, ତାରି ମାଧ୍ୟମରେ ସେମାନେ ପରିବର୍ତ୍ତନ କରିପାରିଛନ୍ତି ନିଜକୁ। ସେଇଭଳି ଗୋଟିଏ ବ୍ୟକ୍ତିତ୍ୱ ହଉଛନ୍ତି ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଯିଏ ଆଜି ଦିନରେ ଓଡ଼ିଶାରେ ଡାଇରେକ୍ଟର ଜେନେରାଲ ଫାୟାର ସର୍ଭିସେସ୍ ଭାବରେ କାର୍ଯ୍ୟ କରୁଛନ୍ତି। ବହୁତ ଉଚ୍ଚ କୋଟିର ପୋଲିସ ଅଫିସର ଭାବରେ ସେ ଦେଶ ବିଦେଶରେ ମଧ୍ୟ ନାମ ଅର୍ଜନ କରିପାରିଛନ୍ତି। ସବୁଠୁ ବଡ ଇଣ୍ଟରେଷ୍ଟିଂ ଜିନିଷ ହେଲା, ତାଙ୍କ ସହିତ ଆଲୋଚନା କରିବା ସମୟରେ ଆମେ ଜାଣିପାରିବା ଯେ ମାତ୍ର 22 ବର୍ଷ ବୟସରେ ସେ ପ୍ରଥମ ଚାନ୍ସରେ ସେ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିଥିଲେ ଏବଂ ସଫଳତା ପାଇପାରିଥିଲେ। ଏଇ ଯୋଉ ସଫଳତା ସେ ପାଇଛନ୍ତି, ସେ କେମିତି ଭାବରେ ସେ ସଫଳତାଟା ପାଇଲେ, ସେ ମନ୍ତ୍ରଟା କଣ, ସେ ବିଷୟରେ ଆମେ ତାଙ୍କ ଠାରୁ ଶୁଣିବା। ଲେଟ୍ ଅସ୍ ପ୍ଲେ ଦି ଭିଡିଓ and listen to Mr. Sudhanshu Sorangi, how he achieved a success in his life. सुधांशु लिसास आईएएस द्वारा आयोजित ये जो यूनिक पॉजिटिव पर्सनालिटी डेवलपमेंट प्रोग्राम टी आम ऑर्गेनाइज करूचु, से गोटे पॉजिटिव पर्सनालिटी रो एग्जांपल भाव में पाई व्यक्तिगत भाव में मु बहुत खुशी, कारण आमर मोर देन 3 डिकेड्स रो रिलेशनशिप भितर मु देखी जे तमें मात्र 22 वर्ष बयस रे फर्स्ट चांस रे यूपीएससी क्वालिफाई कल, तापरे ओडिशा रे इंडियन पुलिस सर्विस रे जॉइन करी गोटे पर गोटे सोपान अतिक्रम करी आज तुम्हें शीर्ष सोपान डायरेक्टर जनरल पुलिस फायर सर्विसेस भाव में
ଓଡ଼ିଶାରେ କାମ କରୁଛ କିନ୍ତୁ ଗୋଟେ ବ୍ୟକ୍ତିତ୍ୱ ଯେଉଁ ବ୍ୟକ୍ତିତ୍ୱ ପାଖରେ ଲୋକମାନେ କେବଳ ଇଫେକ୍ଟିଭନେସ୍ ଦେଖନ୍ତିନି ଗୋଟେ ମୋରାଲ ଇଣ୍ଟିଗ୍ରିଟି ଦେଖନ୍ତି ଗୋଟେ ଦରଦୀ ମଣିଷ ଦେଖନ୍ତି ସେଇ ଇମେଜଟା ମଧ୍ୟ ତୁମେ ଆଜି ପର୍ଯ୍ୟନ୍ତ ମେଣ୍ଟେନ୍ କରିଛ ଏଇ ଯେଉଁ ପର୍ସନାଲିଟି ଆଜି ତୁମେ ସୁଧାଂଶୁ ଷଡ଼ଙ୍ଗୀ ଭାବରେ ଲୋକମାନଙ୍କ ପାଖରେ ତୁମ ପାଖରେ ଯେଉଁ ବ୍ୟକ୍ତିତ୍ୱ ଆଜି ତୁମେ ପରିପ୍ରକାଶ ପାଉଛି ତାର ରୁଟ୍ସଟା ନିଶ୍ଚିତ ପିଲାଦିନୁ ସ୍କୁଲ ଦିନୁ ଡେଭଲପ୍ ହେଇଥିବ ଆମର ଯେଉଁ ପାର୍ଟିସିପେଣ୍ଟସ୍ ମାନେ ଅଛନ୍ତି ସେମାନେ ଜାଣିବାକୁ ଚାହିଁବେ ଯେ କୋଉଭଳି ଭାବରେ ତମର ଏ ପର୍ସନାଲିଟିଟା ସେପ୍ ହେଇଥିଲା ଷ୍ଟାର୍ଟିଂ ଫ୍ରମ୍ ଦି ସ୍କୁଲ ଡେଜ୍। ଭବାନୀ ଭାଇ ନମସ୍କାର। ଆପଣ ଆମର ସିନିୟର ଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବଂ ସେଦିନଠୁ ମୁଁ ଆପଣଙ୍କୁ ଜାଣିଛି। ପ୍ରସଙ୍ଗ ହେଲା ଯେତେବେଳେ ଆମେ ବ୍ୟକ୍ତିତ୍ୱ କଥା ହେଉଛେ ବା ଯେତେବେଳେ କଥା ହେଉଛେ ସରକାରୀ ବିଭିନ୍ନ ପଦପଦବୀକୁ ଆସିବା କଥା ହେଉଛେ ହୁଏତ ଏମିତି ଲାଗିପାରେ ଯେ ଆମେ ଅନ୍ୟମାନଙ୍କୁ ପରାମର୍ଶ ଦେଉଛେ ଯେ ଆପଣମାନେ ସରକାରୀ ଚାକିରି ଭିତରକୁ ଆସନ୍ତୁ କାରଣ ଓଡ଼ିଶାରେ ଇଏ ଗୋଟେ ବହୁତ ଦିନର ବିବାଦ। ମୁଁ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ ମଧୁବାବୁ ବହୁତ ବିରୋଧ କରିଥିଲେ କାରଣ ଓଡ଼ିଆମାନଙ୍କର ଗୋଟେ ସମୟରେ ଗୋଟେ ଥିଲା ଯେ କେମିତି ଟିକେ ମ୍ୟାଟ୍ରିକ୍ ପାସ୍ କରିବୁ ଅମଲା ହେଇଯିବୁ। ମଧୁବାବୁ ଯେତେବେଳେ ମ୍ୟାଟ୍ରିକ୍ ପାସ୍ କଲେ 1965 ମସିହାରେ ତାଙ୍କ ବାପା ଚାହିଁଥିଲେ ସେ ଅମଲା ହୁଅନ୍ତୁ। ସେ 2-3 ବର୍ଷ ଅମଲାଗିରି କଲେ କିନ୍ତୁ ତାପରେ ଯାଇକରି ଓଡ଼ିଶାର ପ୍ରଥମ BA ପ୍ରଥମ MA ପ୍ରଥମ LLB ହେଲେ ପ୍ରଥମ କରି କାଉନସିଲକୁ ଗଲେ ପ୍ରଥମ କରି ଇମ୍ପେରିଆଲ କାଉନସିଲକୁ ଗଲେ ପ୍ରଥମ କରି ଇଂଲଣ୍ଡ ଗଲେ ତାଙ୍କ ଝିଅ ମଧ୍ୟ ପ୍ରଥମ ଓକିଲ ହେଲେ ଭାରତର। ତେଣୁ ସରକାରୀ ଚାକିରି ଯେ ଏକମାତ୍ର ଉପାୟ ଗୋଟେ କିଛି ସମାଜ ପାଇଁ କରିବା ପାଇଁ ଏଇଟା ଆମେମାନେ ଭାବିବା ଉଚିତ ନୁହେଁ କିନ୍ତୁ ସାମୂହିକ ଭାବେ ମୁଁ ଆପଣଙ୍କ ଶ୍ରୋତାମାନଙ୍କୁ ବା ଯୁବ ସମାଜକୁ ଏହା କହିବି ଯେ ନିଜର ବ୍ୟକ୍ତିତ୍ୱକୁ ନିଜର ପରିଚୟକୁ ନିଜର ପରାକାଷ୍ଠାକୁ ଏଭଳି ପ୍ରସ୍ତୁତ କରିବାକୁ ପଡ଼ିବ ଯେମିତି ଆମେ ବିବିଧ ଉପାୟରେ ସମାଜର ସେବା କରିପାରିବା। ଯଦି ସରକାରୀ ଚାକିରି ହେବ ଭଲ ନହେଲେ ମଧ୍ୟ ଆପଣ ଶିଳ୍ପ ହେଉ କୃଷି ହେଉ ଅନ୍ୟାନ୍ୟ ବ୍ୟବସାୟ ହେଉ ବା ଅଧ୍ୟାପନା ହେଉ ଅନେକ କ୍ଷେତ୍ର ଅଛି। ତେଣୁ ଗୋଟେ ବ୍ୟକ୍ତିତ୍ୱକୁ କେବଳ ସରକାରୀ ଚାକିରି ଦିଗରେ ଆମେ ତାକୁ କରିବା ନାହିଁ ସୀମିତ କରିବା ନାହିଁ। ଆମମାନେ ଯେତେବେଳେ ସ୍କୁଲରେ ପଢ଼ୁଥିଲୁ ତୁମେ କ'ଣ ସରକାରୀ ସ୍କୁଲରେ ପଢ଼ୁଥିଲ ଓଡ଼ିଆ ମିଡ଼ିୟମ ସ୍କୁଲରେ ପଢ଼ୁଥିଲ? ପୁରାପୁରି ମୁଁ ଯେଉଁ 11 ବର୍ଷର ପାଠ ଓଡ଼ିଆ ମିଡ଼ିୟମ ପାଠ ଓଡ଼ିଶା ସରକାରଙ୍କ ସ୍କୁଲରେ ପଢ଼ୁଥିଲି ଗାଁ ସ୍କୁଲରେ ପଢ଼ୁଥିଲି। ତୃତୀୟ ଶ୍ରେଣୀରେ 7 ଟଙ୍କା ବୃତ୍ତି ମିଳିଥିଲା ପଞ୍ଚମ ଶ୍ରେଣୀରେ 9 ଟଙ୍କା ବୃତ୍ତି ମିଳୁଥିଲା ଏବଂ ଯେତେବେଳେ ସପ୍ତମ ପାସ୍ କଲୁ NRTA ସେତେବେଳେ 100 ଟଙ୍କା ବୃତ୍ତି ମିଳୁଥିଲା। ପୁରା ଗାଁ ଗହଳି ମଫସଲରୁ ଏବଂ ଆମ ଗାଁରେ ମଧ୍ୟ ଅନେକ ଦିନ ଯାଏ ଇଲେକ୍ଟ୍ରିସିଟି ନଥିଲା। ତେଣୁ ସେଇଟା ମୁଁ ଆଦୌ କେବେ ଗୋଟେ ସୀମିତ କାହାକୁ କରିବ ସେଇଟା ମୁଁ ଆଦୌ ଭାବୁନି। ଯଦିଓ 1982 ମସିହା ପରେ ଗୋଟେ ନିୟମ ହେଲା ଯେ ଇଂରାଜୀଟା 100 ନମ୍ବର ହେଇଯିବ। 1982 ମସିହାରେ ଯେଉଁ 100 ନମ୍ବର ଇଂରାଜୀରେ ପରୀକ୍ଷା ଦେଲେ ଆମେ ହେଲୁ ପ୍ରଥମ ବ୍ୟାଚ୍ ଏବଂ ତାପରେ ମୁଁ ଲକ୍ଷ୍ୟ କରିଛି ଆମକୁ ଟିକେ ଅସୁବିଧା ହେଲା। ଯଦି ମୋତେ କହିବେ ଓଡ଼ିଶାରେ 2ଟା ମୁଁ ବର୍ତ୍ତମାନ ସିଭିଲ ସର୍ଭିସେସରେ ଆମର ସଂଖ୍ୟା ଟିକେ କମିଛି। କିନ୍ତୁ ତୁମେ ଓଡ଼ିଆ ମିଡ଼ିୟମରେ ପାଠ ପଢ଼ିକି ତୁମେ ଦିଲ୍ଲୀ ତାପରେ ଗ୍ରାଜୁଏସନ କୋଉଠି ପଢ଼ିଥିଲ? ଦେଖନ୍ତୁ ମୁଁ ସେ କଥା କହୁଛି ଓଡ଼ିଆ ମିଡ଼ିୟମରେ ଆମେ ପଢ଼ୁଥିଲୁ ସତ କିନ୍ତୁ ଆମ ଇଂରାଜୀ ଏତେ ଭଲ ଥିଲା ଯେ ମୁଁ ଶେଷରେ ଯେତେବେଳେ ବିଲାତରେ ଯାଇକି PhD କଲି ମଧ୍ୟ ମୋତେ କେବେ ଜଣାପଡ଼ିନି। ମୁଁ ମ୍ୟାଟ୍ରିକ୍ ପାସ୍ କଲି AJO ହାଇସ୍କୁଲ ଫୁଲବାଣୀରୁ, ISC କଲି ଢେଙ୍କାନାଳ କଲେଜରୁ, BA କଲି ଦିଲ୍ଲୀ ୟୁନିଭର୍ସିଟିରୁ, BA କଲି ଉତ୍କଳ ରେଭେନ୍ସା କଲେଜରୁ, MA କଲି ଦିଲ୍ଲୀ ୟୁନିଭର୍ସିଟିରୁ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯାଇ ବିଲାତରେ PhD କଲି। କିନ୍ତୁ ଆମର ମୂଳଦୁଆ ଏତେ ଶକ୍ତ ଥିଲା ଏତେ ଭଲ ଥିଲା ଯେ କୌଣସି ଜାଗାରେ ଆମକୁ କିଛି ଅସୁବିଧା ହେଇନି। ତୁମେ ଦିଲ୍ଲୀ ୟୁନିଭର୍ସିଟିରେ ମଧ୍ୟ ଇଂଲିଶ ଡିବେଟ୍ ମଧ୍ୟ ଦେଉଥିଲ ତାହେଲେ ଏଇ ଯେଉଁ ଇଂରାଜୀର ତୁମର ପ୍ରୋଫିସିଏନ୍ସି ସେଟା କେମିତି ଆସିଲା? କାରଣ ଆମର ଯେଉଁ ପିଲାମାନେ ଓଡ଼ିଆ ମିଡ଼ିୟମରେ ସ୍ପେସିଆଲି ପଢ଼ୁଛନ୍ତି ତାଙ୍କ ଭିତରେ ଗୋଟେ ପ୍ରକାର ଇଂରାଜୀରେ ଦୁର୍ବଳତାଟା କଣ୍ଟିନ୍ୟୁ କରେ ବୋଥ୍ ଇନ୍ ସ୍ପିକିଂ ଆଣ୍ଡ ସ୍ପୋକନ୍ ଆଣ୍ଡ ଇନ୍ ରିଟନ୍ ଇଂଲିଶ। ଆମର 2ଟା ସୁବିଧା ଥିଲା। ଗୋଟେ ହେଲା ମ୍ୟାଟ୍ରିକରେ ଯେତେବେଳେ 200 ନମ୍ବର ଥିଲା ଗୋଟେ 100 ନମ୍ବର ରହୁଥିଲା ପ୍ରୋଜ୍ ପୋଏଟ୍ରି ଏସବୁ ରହୁଥିଲା ଷ୍ଟୋରି ଆଉ ଗୋଟେ 100 ନମ୍ବର ରହୁଥିଲା ଗ୍ରାମାର ଏସେ ରାଇଟିଂ ଲେଟର ରାଇଟିଂ ପ୍ରେସି କ୍ଲଜ୍ ଆନାଲିସିସ୍। ଯେଉଁ ଭଲ ପିଲାମାନେ ଆପଣଙ୍କ ଭଳିଆ ପିଲାମାନେ ବି ଯେଉଁମାନେ ଆପଣ ମ୍ୟାଟ୍ରିକରେ ବେଷ୍ଟ 10 ପାଇଥିଲେ ଯେଉଁମାନେ ପାସ୍ କରୁଥିଲେ ତାଙ୍କ ଇଂରାଜୀ ଅତି ଭଲ ଥିଲା। ଦ୍ୱିତୀୟ ଥିଲା ଯେ ଆମେ ଥରେ କଲେଜ ଗଲେ କଲେଜରେ ପାଠପଢ଼ା କେବଳ ଇଂରାଜୀରେ ହିଁ ହେଉଥିଲା ଓଡ଼ିଆରେ ହେଉନଥିଲା।
ମୁଁ ଯେତେବେଳେ BA ପଢ଼ିଲି ପଲିଟିକାଲ ସାଇନ୍ସ ଅନର୍ସରେ ରେଭେନ୍ସା କଲେଜରେ, ସେତେବେଳେ ଆମେ ଯେଉଁ ବହି ଗୁଡ଼ାକ ପଢ଼ୁଥିଲୁ ହାରୋଲ୍ଡ ଲାସ୍କି, ଜର୍ଜ ସବାଇନ୍, ୱିଲିୟମ୍ ଡନିଂ, ସେଗୁଡ଼ାକ ଆମକୁ ଏତେ ସ୍ତରକୁ ନେଇଯାଇଥିଲା ଯେ ମୁଁ ଯେତେବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଗଲି ଏବଂ ଆପଣ ଯେମିତି କହୁଛନ୍ତି ଡିବେଟ୍ କମ୍ପିଟିସନରେ ପାର୍ଟିସିପେଟ୍ କଲି, ସେଠି କ'ଣ ହୁଏ, ଡୁନ୍ରୁ ମେୟରୁ ବିଭିନ୍ନ ପବ୍ଲିକ୍ ସ୍କୁଲରୁ ଆସିଥିବା ପିଲା ପାର୍ଟିସିପେଟ୍ କରନ୍ତି ଏବଂ ତାଙ୍କର ଇଂରାଜୀ ଉଚ୍ଚାରଣ ଏବଂ ଇଂରାଜୀରେ ତାଙ୍କର ଦକ୍ଷତା ଟିକେ ଆମ ଅପେକ୍ଷା ଭଲ ଥାଏ, କିନ୍ତୁ ଆମେ ଧୀରେ ଧୀରେ ଏତେ ଭଲ ମୂଳଦୁଆ ପାଇଥାଉ ଯେ ତାଙ୍କ ସାଥିରେ ସମକକ୍ଷ ହେଉ ଏବଂ ପ୍ରତିଯୋଗିତା କରିପାରୁ। ଏବେ ବି ମୁଁ ଓଡ଼ିଆ ପିଲାମାନଙ୍କୁ କହିବି ଯେଉଁମାନେ ସରକାରୀ ସ୍କୁଲରୁ ପଢ଼ୁଛନ୍ତି, ଇଂରାଜୀ ଭାଷାକୁ ଗୁରୁତ୍ୱର ସହିତ ଶିଖନ୍ତୁ। ତା ସାଥିରେ ସାଥିରେ ଯେତେବେଳେ କଲେଜକୁ ଯାଉଛନ୍ତି ଭଲ ଟେକ୍ସଟ ବହି ପଢ଼ନ୍ତୁ। ଭଲ ଭଲ ଟେକ୍ସଟ ବୁକ୍ ପଢ଼ିବା, ଲେଖିବା, ଗୋଟେ ଖବରକାଗଜ ପଢ଼ିବା, କିଛି ମ୍ୟାଗାଜିନ୍ ପଢ଼ିବା। ମୁଁ ଦେଖୁଛି ଯେ ଆମ ବୟସରେ ଆମ ପିଢ଼ିର ଯେଉଁ ପିଲାମାନେ ଥିଲେ ଯେତେ ପଢ଼ାପଢ଼ି କରୁଥିଲେ ଏବେ ପଢ଼ାପଢ଼ି ବହୁତ କମିଛି। ଏବେ ବୋଧହୁଏ ଇଣ୍ଟରନେଟର ପ୍ରଭାବ ରହୁଛି କି ତା ଉପରେ? ପୁରାପୁରି ଆପଣଙ୍କ ସାଙ୍ଗେ ମୁଁ ଏକମତ। ସୋସିଆଲ ମିଡ଼ିଆର ପ୍ରଭାବ ରହୁଛି। ଆପଣ ଲକ୍ଷ୍ୟ କରିବେ ରେଳ ଷ୍ଟେସନ ଆମେ ଯେତେବେଳେ ଯାଉଥିଲେ ଦିଲ୍ଲୀ ନୀଳାଚଳ ଏକ୍ସପ୍ରେସରେ, ଏଚ୍ ହୁଇଲର ଥିଲା ରେଲୱେ ଷ୍ଟେସନରେ, ବର୍ତ୍ତମାନ ଏଚ୍ ହୁଇଲର ଆଉ ନାହିଁ। ଆଉ ବହି କିଣିକିରି ଲୋକ ଯାଉନାହାନ୍ତି, ଟ୍ରେନରେ ବସୁନାହାନ୍ତି। ଆପଣ ଗୋଟେ ଉଡ଼ାଜାହାଜରେ ବି ଦେଖିବେ ମୂଳରୁ ଶେଷ ଯାଏଁ ଦେଖିବେ ସମସ୍ତେ ଗୋଟେ ଗୋଟେ ମୋବାଇଲ ଫୋନ୍ ଆଉ ଟ୍ୟାବ୍ ଧରିକିରି କ'ଣ କରୁଛନ୍ତି। ପଢ଼ିବାର ଅଭ୍ୟାସ ଆଉ ନାହିଁ। ମୁଁ ସପ୍ତମ ଶ୍ରେଣୀ ପଢ଼ିଲା ବେଳକୁ ବୋଧହୁଏ ମୁଁ ଫକୀରମୋହନ ସେନାପତିଙ୍କର ସବୁତିକ ପଢ଼ି ସାରିଥିଲି ଲେଖା। ଇଭିନ୍ ଓଡ଼ିଆରେ ମଧ୍ୟ ତମର ସେଇ ଦକ୍ଷତାଟା ତମେ ପାଇସାରିଥିଲ। ଆପଣ ଯଦି ଗୋଟିଏ ଭାଷା ଶିଖିବେ, ଥରେ ଯେତେବେଳେ ଆପଣ ଫକୀରମୋହନ ପଢ଼ିବେ, ଆପଣ ଯେତେବେଳେ ରାଧାନାଥ ରାୟଙ୍କୁ ପଢ଼ିବେ, ତାକୁ ସେଇ ଭାଷାଟାକୁ ଆପଣ ଇଂରାଜୀରେ ଆପଣ ତାକୁ କନଭର୍ଟ କରିବା ସହଜ ହେଇଯିବ। ଆପଣ ଭାଷାଟା ପ୍ରଥମେ ଜାଣିବା ଦରକାର, ଭାଷା କ'ଣ, ଭାଷା କେମିତି ବ୍ୟବହାର କରିବା କଥା। ଆଚ୍ଛା, ଗୋଟେ ଏବେ ଟିକେ ଆସିବା, ତମେ ଯେତେବେଳେ ଗ୍ରାଜୁଏସନ୍ ପାସ୍ କଲ, ଦିଲ୍ଲୀ ଗଲ, ଦିଲ୍ଲୀ ୟୁନିଭର୍ସିଟି କ'ଣ ଯାଇଥିଲ କେବଳ ସିଭିଲ୍ ସର୍ଭିସେସ୍ ପ୍ରିପାରେସନ୍ ପାଇଁ? କହିବାକୁ ଗଲେ ହଁ ଏଇଥିପାଇଁ। ତାହେଲେ କୋଉ ଷ୍ଟେଜରେ ତୁମର ଏଇ ଯୋଉ ସିଭିଲ୍ ସର୍ଭିସେସ୍ ଆଜ୍ ଏ କ୍ୟାରିୟର ସେଇଟା ତୁମ ମୁଣ୍ଡକୁ ଆସିଲା ଏବଂ ତୁମେ ତା ପାଇଁ ପ୍ରଚେଷ୍ଟା ଆରମ୍ଭ? ମୁଁ ଦ୍ୱିତୀୟ ପରୀକ୍ଷା ଦେଇନି, ଗୋଟିଏ ପରୀକ୍ଷା ଦେଇଥିଲି ଯେଉଁଥିରେ ଚାକିରି ପାଇକି ଆସିଲି। ତେଣୁ ମୁଁ ଭାବୁଛି ସପ୍ତମ ଅଷ୍ଟମ ବେଳୁ ଏଇଟା ମୋ ମୁଣ୍ଡରେ ପଶିଲା ଏବଂ ଧୀରେ ଧୀରେ ଜିଲ୍ଲା ସ୍ତରରେ ଆପଣ ଦେଖନ୍ତି, ଜିଲ୍ଲାପାଳଙ୍କୁ ଦେଖନ୍ତି, ଏସ୍ପିଙ୍କୁ ଦେଖନ୍ତି, ନାଲିବତୀ ଦେଖନ୍ତି। ମୋ ବାପା ଜଣେ ସରକାରୀ ଅଫିସର ଥିଲେ, DFO ସେତେବେଳେ ଥିଲେ। ମୁଁ ତାଙ୍କୁ ଦେଖିକିରି ମୋ ମନ ଭିତରେ ଗୋଟେ ଧାରଣା ହେଲା ମୁଁ ବି ଏମିତି ହେବି ଏବଂ ସମସ୍ତେ ମୋତେ ମଧ୍ୟ ସେଇ ଅନୁସାରେ ଉତ୍ସାହିତ କଲେ। ଏବଂ ସେତେବେଳେ ଯେଉଁ ପରମ୍ପରା ଥିଲା ଆପଣ ଜାଣିଥିବେ, ରେଭେନ୍ସା ମହାବିଦ୍ୟାଳୟରେ ଗୋଟେ ବ୍ୟାଚ୍ରୁ 30 ଜଣ 35 ଜଣ ସିଭିଲ୍ ସର୍ଭିସେସ୍ କ୍ୱାଲିଫାଇ କରୁଥିଲେ। ତେଣୁ ଆମ ମନରେ କାହାର ସନ୍ଦେହ କେବେ ନଥିଲା ଯେ ଆମର ହବନି। ଆଉ ଆତ୍ମପ୍ରତ୍ୟୟ, ଆତ୍ମବିଶ୍ୱାସ ଏତେ ଭଲ ଥିଲା ଯେ ସେତେବେଳେ ମୋରି ହଷ୍ଟେଲରେ ସେତେବେଳେ ଯେଉଁମାନେ ଥିଲେ ତାଙ୍କ ଭିତରୁ 5 ଜଣ କି 6 ଜଣ ପାଇଛନ୍ତି, ଗୋଟିଏ ହଷ୍ଟେଲ, ଇଷ୍ଟ ହଷ୍ଟେଲରୁ। ତେଣୁ ମୋ ସାଥିରେ ସତ୍ୟବ୍ରତ ସାହୁ ଥିଲେ, ନିକୁଞ୍ଜ ଧଳ ଥିଲେ, ରଜତ ମିଶ୍ର ଥିଲେ, ସବୁ ପାଇଛନ୍ତି। ତେଣୁ ଆମେ ଗୋଟେ ହଷ୍ଟେଲରୁ 5-7 ପିଲା ପାଉଥିଲେ। ସେ ସମୟରେ ବହୁତ ଏନକରେଜିଂ। ଏଇଟା କେମିତି ଥିଲା? କ'ଣ ଗୋଟେ ପଢ଼ାର ଷ୍ଟାଣ୍ଡାର୍ଡ ବହୁତ ଭଲ ଥିଲା ନା ତୁମର ନିଜର ଅଧ୍ୟବସାୟ ବହୁତ ଅଧିକ ଥିଲା? ମୁଁ ଭାବୁଛି ଗୋଟେ ସମସ୍ୟା ହେଲା ଓଡ଼ିଶାରେ ଯେତେବେଳେ ଇଞ୍ଜିନିୟରିଂ କଲେଜ ଖୋଲିଲା, ଅନେକ ପିଲା ଇଞ୍ଜିନିୟରିଂ ପଢ଼ିବାକୁ ଆରମ୍ଭ କଲେ। ତେଣୁ ଦୁଇଟି ଏଠି ଦୁର୍ବଳତା ହେଲା। ପ୍ରଥମେ ଧୀରେ ଧୀରେ ଆମର ଭାଷାର ଶକ୍ତି, ଭାଷା ବ୍ୟବହାର କରିବାର ଶକ୍ତି କମିବାକୁ ଲାଗିଲା। କାରଣ ଦେଖନ୍ତୁ, ସିଭିଲ୍ ସର୍ଭିସେସ୍ ପରୀକ୍ଷା ଗୋଟେ ଲିଖିତ ପରୀକ୍ଷା, ଯଦିଓ ସେଥିରେ ଇଣ୍ଟରଭ୍ୟୁ ଗୋଟେ ପୋର୍ସନ୍ ଅଛି, ସେଇଟା ବହୁତ ଛୋଟ। ଆପଣ ସବୁ ଲିଖିତ ପରୀକ୍ଷା ଉପରେ ନିର୍ଭର କରୁଛି। ତେଣୁ ଆପଣ ଯଦି ପଢ଼ିପାରିବେ, ବୁଝିପାରିବେ, ଲେଖିପାରିବେ, ତାହେଲେ ଆପଣ କ୍ୱାଲିଫାଇ କରିବେ। ସିଭିଲ୍ ସର୍ଭିସେସଟା ଗୋଟେ ଏଣ୍ଟାୟାରଲି ମୁଁ କହିବି ରିଟନ୍ ଟେଷ୍ଟ, ଲିଖିତ ପରୀକ୍ଷା। ଏବଂ ଦେଖାଯାଏ ଯେ ଲୋକଟାର ପରିଶ୍ରମ ଅଛି କି ନାହିଁ, ସେ ପୁରା କୋର୍ସଟା ପଢ଼ିକି ମନେ ରଖିପାରୁଛି ନା ନାହିଁ, ଏବଂ ଯାହା ବୁଝିଛି ତାକୁ 250 ଶବ୍ଦ 350 ଶବ୍ଦ ଭିତରେ ତାକୁ ଲେଖିପାରୁଛି ନା ନାହିଁ। ତେଣୁ ଯଦି ଆପଣଙ୍କ ହସ୍ତାକ୍ଷର ଭଲ ଥିବ, ଆପଣ ବୁଝିପାରୁଥିବେ, ଲେଖିପାରୁଥିବେ, ତାହେଲେ ଆମେ ସଫଳ ହେବେ। ତେଣୁ ଗୋଟେ ଭାଷା ଶକ୍ତି ବହୁତ ଭଲ ଥିଲା। ଦ୍ୱିତୀୟ ହେଲା ପିଲାମାନେ ସମସ୍ତେ ଇଞ୍ଜିନିୟରିଂ ପଢ଼ୁନଥିଲେ। ବର୍ତ୍ତମାନ ଆପଣ କ'ଣ ହେଲା, ସବୁତକ ଭଲ ପିଲା ଇଞ୍ଜିନିୟରିଂକୁ ଚାଲି ଯାଉଛନ୍ତି, କାରଣ ବାପା ମା କହୁଛନ୍ତି ତୁମେ ଇଞ୍ଜିନିୟର ହେଇଯାଅ। ଯେଉଁ ପିଲାମାନେ ଆର୍ଟସ୍ ପଢ଼ିଥିଲେ ସିଭିଲ୍ ସର୍ଭିସେସ୍ କ୍ୱାଲିଫାଇ କରିଛନ୍ତି, ଆପଣ ଚିନ୍ତା କରନ୍ତୁ, ମୁଁ ଯଦି ଲିବରାଲ ଆର୍ଟସ୍ ନ ପଢ଼ିକି ଇଞ୍ଜିନିୟରିଂ ପଢ଼ିଥାନ୍ତି, ହୁଏତ ମୁଁ ସିଭିଲ୍ ସର୍ଭିସେସ୍ କ୍ୱାଲିଫାଇ କରିନଥାନ୍ତି। କିନ୍ତୁ ମୋର ଆର୍ଟସ୍ ସବଜେକ୍ଟରେ ଏତେ ଦଖଲ ଥିଲା, ସାହିତ୍ୟକୁ ମୁଁ ଭଲ ପାଉଥିଲି, ଡିବେଟିଂରେ ଥିଲି, ଲେଖୁଥିଲି, ପଢ଼ୁଥିଲି,
ଏବଂ ମୋତେ ମୋ ପାଇଁ ପଲିଟିକାଲ ସାଇନ୍ସ ହିଷ୍ଟ୍ରି ପଢ଼ିବା ପରେ ସାଇकोलोजी ପଢ଼ିବା ବହୁତ ସ୍ୱାଭାବିକ ହେଇଗଲା। ତେଣୁ ଆମେ ଯେଉଁ ପିଲାମାନଙ୍କୁ ବାଧ୍ୟ କରିକି ଇଞ୍ଜିନିୟରିଂ ପଢ଼ଉଛେ ତାର ମଧ୍ୟ ଫରକ ପଡ଼ିଛି ଯେ ଯେତିକି ଇଞ୍ଜିନିୟରିଂ ଖୋଲି ଖୋଲି ଚାଲିଛି ଇଞ୍ଜିନିୟରିଂ କଲେଜ ଆମର ସିଭିଲ ସର୍ଭିସେସରେ ଓଡ଼ିଆ ପିଲାଙ୍କର ସଫଳତା ସେତିକି କମି କମି ଚାଲିଛି ଏବଂ ମୁଁ ଏଇ ଦୁଇଟା ଭିତରେ ଗୋଟେ ସମ୍ପର୍କ ଦେଖୁଛି। আচ্ছা এই যে প্রিপারেশনটা তুমি করছিল তুমি দিল্লী ইউনিভার্সিটি তোমার মেজর প্রিপারেশনটা রহিতিলা না ওড়িশারু তুমি ব্যাকগ্রাউন্ড হুয়ে তো স্টার্ট করিଥିବ? भवानी भाई आपण विश्वास करंतु मु कोनोसी कोचिंग सेंटर को जाइनी कोनोसी कोचिंग मटेरियल व्यवहार करिनी आमको सेतबेले रेवेन्सा कॉलेज रे बीए पॉलिटिकल साइंस ऑनर्स रे जो बही पढ़ा होतला सेटा यथेष्ट थिला। आमर जो शिक्षक माने थिले से माने यथेष्ट थिले तांगटू को कोचिंग टीचर आमको आडू अधिका कोन पढ़ेबो मोर जो शिक्षक माने थिले तांको ना एबे भी मु कहि दी परिबी से माने जो बही आमको पढ़ेई थिले ताकू आमको दरकार पड़ला जो मुझे दिल्ली विश्वविद्यालय गली लक्ष्य कली जे जदिओ सेठी हिंदू कॉलेज रे पॉलिटिकल साइंस थिला अन्य कॉलेज मानकुर पिला माने आसुथिले किंतु आमे माने जेतिकी बही पढ़ीथिलु जो माने रेवेन्सा कॉलेज रो जाइथिलु से जी केई नथिले से माने टेक्स्ट बुक इंडियन ऑथरंग टेक्स्ट बही पढ़ी के आस्थिले आमे सब पॉलिटिकल साइंस रो क्लासिक पढ़ी के जाइथिलु। तेणु मूलरू आमर जो मूलदुआ आमर कॉलेज रे पढ़ीथिला रेवेन्सा कॉलेज रे बहुत भल थिला सेति पई आमको किछि प्रिपेयर करिया पड़लानी मु एमए फाइनल ईयर परीक्षा दउथिली ता सतरे सिविल सर्विसेज परीक्षा देली तेणु कौन सी अलग प्रस्तुति मु करि नै ता माने तुम प्राय वर्तमान जदि गोटे पिला को सजेस्ट करिवो वर्तमान रो एजुकेशन स्टैंडर्ड रे केते घंटा मेहनत करिया पई तुमे कहबो? गोटे कथा मन रखंतु सिविल सर्विसेज रे क्वालिफाई करिवा आपण करिवे कि न करिवे सेतरे गोटे ब्लॉक रो गोटे अच्छी चांस अच्छी आपण जिते सिविल सर्विसेज पिला को सफल होइछन जहा को पचारिवे से कहबे जे एते गोटे भाग्यर गोटे खेल अच्छी से दिन जदि आपण हाथ में भल लिखि बाजिला नहला न कली पारे हेलानी कारण मो निज कथा कहूँ जनरल स्टडीज पेपर रे स्टैटिस्टिक्स रे मु 40 नंबर छाड़ी देकी आसली भूल क्रम मु भाबिली जे लिखिची करिनी एवं से 40 रु मु 40 रखिवा कथा एवं से 40 रखिथिले मोर पोजीशन अलगा गोटे हितांदा तेणु एटा पूरा पूरी गोटे भाग्यर खेल सेटा गोटे अलगा कथा किंतु सिविल सर्विसेज पाई जो आवश्यकता अच्छी मौलिक आवश्यकता बुझीबार लिखिबार शक्ति ताकू जो थरे आम विकसित करेंगे आपण जहाँ भी करेंगे जीवन में सफल हे मु अनेक पिला एमती जानी जो मैंने सिविल सर्विसेज क्वालिफाई कले किंतु से प्रस्तुति सिविल सर्विसेज रे सफल होगा जो प्रस्तुति कले से ही प्रस्तुति को लेकर तांकर व्यक्तित्व तांकर शक्ति एमती बढ़िला से अन्य जो क्षेत्र को गले बहुत सफल हे। तेणु मु भावुची स्वाभाविक भावे आपण मानकर फोकस रहा कथा बीए बेलू भल बही पढ़ा एवं निजको प्रस्तुत करवा कारण गोटे कथा मन रखु सिविल सर्विसेज रे आपण जिते जल्दी चाकरी रे पशिबे उपरे रहिबार सेतिकी आपण सुजोग पाइबे विलंब करी बीए एमए पीएचडी करी तापर कहबे परीक्षा देवी सेटा टिके विलंब हो जिवो जिते जल्दी देबे बीए साथरे देबे जेमिति आपण 21 वर्ष 22 वर्ष हो परीक्षा देबे कारण एटार मिनिमम क्वालिफिकेशन बीए तो आपण जो लेखा हवा कथा से बीए स्टैंडर्ड रो लेखा हवा कथा ताठू अधिका किसी दरकार नहीं जेतिकी आपण पांडित्य देखेबे सेतिकी आपण परीक्षा रे होय तो खराब करि पारंती। एथिरे जो पिला माने मेहनत करंती एबे देखा जाउची जे कंपटीशन बहुत बढ़ी जाइची बहुत पिला परीक्षा दउचंदी एवं गोटे चांस की दीटा चांस रे फेल मारला परे पिला मानक भितरे गोटे आत्म प्रत्यय कमी जाउची डिप्रेशन बढ़ी जाउची सेही बढ़िया केस रे तुम्हें कौन सजेशन दब? मु ये करी जे प्रथम परामर्श मु देवी जे एटा कौन सिविल सर्विसेज परीक्षा रे कोटा सफलतार मूल कौन उपादान सेटा होची जे आपण धरंतु गोटे लेखाटे पढ़िले धरंतु गोटे भल न्यूज पेपर नहीं गले इंग्राजी न्यूज पेपर नहीं गले तार गोटे लेखाटे पढ़िले एडिटोरियल आर्टिकल 750 रु 900 भितर थिबो से 900 शब्द भितर जो लेखाटा पढ़िकी जदि बुझिकी आपण ताको 50टा शब्द रे लिखि दे परिबे जो दिन आपण जानिबे जे आपण लेखि ठीक परुचंती। तेणु जदि आपण बारंबार विफल होउचंती एते पढ़िवा सत्वे आपण को चेक करियो पड़िबो जे आपण जोड़ा लिखिबारे किछि असुविधा होउची कि जदि आपण हस्ताक्षर ठीक नुहे एवं ताकू जोड़ा बुझीचंती ताकू ठीक भाव में लिखि पारु नांती ताले असुविधा हबो। तेणु सेटा जेहेतु मूल स्किल सेटा हला मूल सफलतार कारण एवं सफलतार आणिबो आपणक पई ता उपरे यथेष्ट समय दियंतु एवं द्वितीय कथा मन रखंतु जे जदि भी
କୌଣସି କାରଣରୁ ସିଭିଲ ସର୍ଭିସେସରେ ସଫଳ ନହେଲେ ଏଠି ବହୁତ କଥା କରିବାକୁ ବାକି ଅଛି। ଆପଣ ଯେଉଁ ପ୍ରସ୍ତୁତି କଲେ, ଇତିହାସ ପଢ଼ିଲେ, ଭୂଗୋଳ ପଢ଼ିଲେ, ଜେନେରାଲ ଷ୍ଟଡିଜ୍ ପଢ଼ିଲେ, ସେଟା କୌଣସି ନା କୌଣସି ପରୀକ୍ଷାରେ ଆପଣଙ୍କୁ ସଫଳ କରିବ ବା ଅନ୍ୟ ଯେଉଁ କ୍ଷେତ୍ରକୁ ଯିବେ ସେ କ୍ଷେତ୍ରରେ ଆପଣ ସଫଳ ହେବେ। ତା ମାନେ ଓଭରऑल ଯଦି ଦେଖାଯାଏ ଯେ ସିଭିଲ ସର୍ଭିସ ପ୍ରିପାରେସନଟା ଯିଏ ଅନେଷ୍ଟଲି କରୁଛି ସେ ନିଶ୍ଚିତ ଭାବରେ ସେଇଟା ତା ପାଇଁ ବେନିଫିସିଆଲ ହବ। ନିଶ୍ଚିତ ଭାବେ। ଏବେ ଆଉ ଗୋଟେ ଡିରେକ୍ସନରେ ମୁଁ ଟିକେ ତୁମର କମେଣ୍ଟସ୍ ଜାଣିବି। ତୁମେ ବହୁତ ୟଙ୍ଗ ଏଜ୍ରେ ସିଭିଲ ସର୍ଭିସେସରେ ଜଏନ୍ କଲ, ଓଡ଼ିଶାରେ ଆସି କାମ କଲ ଏବଂ ଏଇ ଯେଉଁ ଏକ୍ସପିରିଏନ୍ସ ଓଡ଼ିଶାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବାର ଆମେ ବହୁତ ଜାଗାରେ ଦେଖୁଛୁ ଯେ ପିଲାମାନେ ମେହନତ କରିକିରି ସରକାରୀ ଚାକିରିରେ ପଶୁଛନ୍ତି, ଯେଉଁ ସଫଳତାଟା ସେମାନେ ଚାକିରିରେ ପାଉଛନ୍ତି ଚାକିରିର ପରବର୍ତ୍ତୀ ଜୀବନରେ ସେଇ ସଫଳତାଟା କଣ୍ଟିନ୍ୟୁ ହଉନାହିଁ। କେମିତି ଭାବରେ ଜଣେ ସରକାରୀ ଚାକିରିରେ ଜଏନ୍ କରିବା ପରେ ଗୋଟେ ସଫଳ ବ୍ୟକ୍ତିତ୍ୱ ହେଇପାରିବ? ମୋତେ ବି ଦେଖନ୍ତୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି, ଏମିତି ନୁହେଁ ସଂଘର୍ଷ କରିବାକୁ ପଡ଼ିନି। ବିଶେଷ କରି ମୁଁ ଯେଉଁ କଲେଜରେ ପଢ଼ୁଥିଲି, ୟୁନିଭର୍ସିଟି ହଷ୍ଟେଲରୁ ଗୋଟେ ଟ୍ରଙ୍କ ନେଇକରି ମସୁରୀ ଏକାଡେମୀକୁ ପଳେଇଲି। ଅନ୍ୟ କୌଣସି ଚାକିରି କରିନଥିଲି, ଅନୁଭୂତି ନଥିଲା ଜୀବନରେ। ତେଣୁ ପ୍ରଥମେ ଆମେ ଯେତେବେଳେ ସରକାରୀ ଚାକିରି କରୁ ଆମକୁ ଲାଗେ ଯେ ଆମେ ଆଉ ଗୋଟେ କଲେଜକୁ ଆସିଲୁ। ତେଣୁ ଟିକେ ଅନୁଭୂତି ସରକାରୀ ବ୍ୟବସ୍ଥା ସାଥିରେ ନିଜକୁ ଖାପ ଖୁଆଇବା ପାଇଁ ସମୟ ଲାଗେ ଏବଂ ଅନେକ ଲୋକ ଖାପ ଖୁଆଇ ପାରନ୍ତି ନାହିଁ। ଅସୁବିଧାଟା ହେଉଛି ଯେ ଥରେ ଆପଣଙ୍କର ଗୋଟେ ଯଦି ପରିଚୟ ତିଆରି ହେଇଗଲା ଯେ ଆପଣ ଗଣ୍ଡଗୋଳ କରନ୍ତି ବା ଆପଣ କାହା ସାଥିରେ ଆପଣଙ୍କର ପଡ଼େ ନାହିଁ, ଏମିତି ଯଦି ଗୋଟେ ରେପୁଟେସନ୍ ତିଆରି ହେଇଗଲା ତାହେଲେ ସେଇଟା ଆପଣଙ୍କୁ ଛାଡ଼ିକି ଯାଏନି। ଆପଣ ଯେତେ ଉଦ୍ୟମ କଲେ ନା ମୁଁ ବୁଝିଲିଣି, ଶିଖିଲିଣି ବା ମୁଁ ମ୍ୟାଚ୍ୟୋର କଲିଣି, ସେଟା ଆଉ ରୁହେନି। ତେଣୁ ଯେତେବେଳେ ଯେଉଁମାନେ ନୂଆ ଚାକିରି ଆରମ୍ଭ କରୁଛନ୍ତି ସେଥିପାଇଁ ତାଙ୍କ ପାଇଁ ଏଇ ସବୁ ଅସୁବିଧାଟି ରହିବ, ଯେଉଁଟା ମୁଁ ସମ୍ମୁଖୀନ ହେଇଛି। ଅନ୍ୟ କ୍ଷେତ୍ରଟି ଦେଖୁଛି ଯେ ଆମେ ଥରେ ଚାକିରି କଲା ପରେ ଯେଉଁ କାରଣ ଯୋଗୁଁ ଆମକୁ ଚାକିରି ମିଳିଲା ସେଇଟା ହେଲା ପଢ଼ିବା, ଲେଖିବା, ଜାଣିବା, ଜ୍ଞାନ, ସେଟାକୁ ଛାଡ଼ି ଦେଉଛେ। ତେଣୁ ଯଦି ଧରନ୍ତୁ ଆପଣଙ୍କୁ ଗୋଟେ ପୋଷ୍ଟିଂ ମିଳିଲା ଯେଉଁଥିରେ ଆପଣଙ୍କୁ ବେଶୀ କିଛି କରିବାକୁ ନାହିଁ, ସମୟ ଆପଣଙ୍କୁ ମିଳୁଛି, ସେ ସମୟଟା ଆପଣ ଯଦି ନିଜ ଉପରେ ବିନିଯୋଗ କରିବେ, ପଢ଼ିବେ, ଲେଖିବେ, ନିଜର ଶାରୀରିକ ଫିଟନେସ୍ ମେଣ୍ଟେନ୍ କରିବେ, ତାହେଲେ ନିଶ୍ଚିତ ଭାବେ ସଫଳ ହେବେ। ତା ମାନେ ତୁମେ କହୁଛ ଯେ ଏଇ ଯେଉଁ ପଢ଼ିବା ପ୍ରୋସେସଟା ସେଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ। ଆବସଲ୍ୟୁଟଲି। ଯଦି ଆପଣ ଭାବିବେ ଯେ ମୁଁ ତ ପାଇଗଲି ଚାକିରି, ଓଏସ୍ ପାଇଗଲି, ଆଇଏଏସ୍ ପାଇଗଲି କି ଆଇପିଏସ୍ ପାଇଗଲି, ଆଉ ପଢ଼ିବିନି, ତାହେଲେ ଆପଣ 4 ବର୍ଷ 5 ବର୍ଷରେ ଆପଣଙ୍କର ଡିକ୍ଲାଇନ୍ ଆରମ୍ଭ ହେବ। ଯଦିଓ ଆପଣ କେଉଁଠି ଧରାଧରି କରି କ'ଣ କରିକି ଉପରକୁ ଚଢ଼ିପାରନ୍ତି, କିନ୍ତୁ ପ୍ରକୃତରେ ଆପଣ ସମାଜକୁ ଯେଉଁ ପ୍ରକାରରେ ସେବା ଯୋଗାଇବା କଥା ବା ଯେଉଁ ପ୍ରକାରରେ ଆପଣଙ୍କ ଅନୁଷ୍ଠାନକୁ ନେତୃତ୍ୱ ଦେବା କଥା, ସେଥିରେ ଦୁର୍ବଳତା ଦେଖାଦେବ। ପାଠ ପଢ଼ିବା ସହିତ ତୁମେ ସରକାରୀ ଚାକିରିରେ ଜଏନ୍ କରିବା ପରେ ପିଏଚ୍ଡି ପାଇଲ, ଦ୍ୟାଟ୍ ଟୁ ଭେରି ରେପୁଟେଡ୍ ଇନଷ୍ଟିଚ୍ୟୁସନରୁ ପିଏଚ୍ଡି ପାଇଲ। ତା ସହିତ ତୁମେ ତୁମର ହେଲ୍ଥକୁ ମଧ୍ୟ ବହୁତ ମେଣ୍ଟେନ୍ କରିଛ, ଯେଉଁଟାକି ଆମର ବହୁତ ପ୍ରକାରର ପ୍ରୋବ୍ଲେମ୍ସ ପିଲାମାନଙ୍କ ଭିତରେ ଦେଖାଯାଉଛି। ହାଉ ହ୍ୟାଭ୍ ୟୁ ଫାଉଣ୍ଡ ଟାଇମ୍ ଆଣ୍ଡ ଏନର୍ଜି ଟୁ ମେଣ୍ଟେନ୍ ଦ୍ୟାଟ୍ ଗୁଡ୍ ହେଲ୍ଥ? ଭବାନୀ ଭାଇ, ଟିକେ ନିଜକୁ ଶୃଙ୍ଖଳିତ କରି ରଖିବାକୁ ପଡ଼େ। ସକାଳୁ ଅତି କମ୍ରେ ଘଣ୍ଟେ ଆପଣଙ୍କୁ ଦେବାକୁ ପଡ଼ିବ, ବ୍ୟାୟାମ କରିବାକୁ ପଡ଼ିବ, ଖାଇବା ସଂଯତର ସହିତ କରିବାକୁ ପଡ଼ିବ ଏବଂ ତା ସାଥିରେ ବହି ପଢ଼ା ଛାଡ଼ିବେ ନାହିଁ। ବର୍ତ୍ତମାନ ମୁଁ ଓଡ଼ିଶାର ଇତିହାସ 1803 ମସିହାରୁ 1936 ଭିତରେ 25ଟା ବହି ପଢ଼ିବି ବୋଲି ତାଲିକା କରିଛି। 4ଟା ବହି ବର୍ତ୍ତମାନ ଯାଏଁ ସରିଛି। ତେଣୁ ଗୋଟେ ବିଭିନ୍ନ ବିଷୟରେ ପଢ଼ିବା, ଜାଣିବା, ଯଦି ଆପଣ ମାନସିକ ସ୍ତରରେ ନିଜକୁ ଟିକେ କ୍ଷମତାରୁ ଦୂରରେ ରଖିବେ, ଗୋଟେ ବିଦ୍ୟା ଓ ବୌଦ୍ଧିକତା ଭିତରେ ରଖିବେ, ତାହେଲେ ସ୍ୱାଭାବିକ ଭାବେ ଆପଣ ନୀତି ଆଉ ନୈତିକତା ଭିତରେ ରହିବେ। ଯେଉଁଦିନ ବିଦ୍ୟା ଆଉ ବୌଦ୍ଧିକତା ଛାଡ଼ିବେ, ସେଇଦିନ ଆପଣଙ୍କ ନୀତି ଆଉ ନୈତିକତା ବି ରହିବନି ଏବଂ ଧୀରେ ଧୀରେ ଆପଣଙ୍କ ଯଦି ମନଟା ଆପଣ ଠିକ୍ରେ ରହିବନି, ଆପଣ ମସ୍ତିଷ୍କଟା ଠିକ୍ରେ କାମ କରିବନି, ଆପଣଙ୍କ ଚିନ୍ତା ଠିକ୍ ହେବନି, ଆପଣଙ୍କ ଶାରୀରିକ ସମସ୍ୟା ବି ଅସୁସ୍ଥତା ହେବ। ଏଇ ଯେଉଁ ଲାଷ୍ଟ ପଏଣ୍ଟଟା ତୁମେ କହିଲ, ନୀତି ଆଉ ନୈତିକତା, ତୁମେ ଜାଣିକି ଖୁସି ହେବ ଯେ ସେ ଟପିକ୍ ସବଜେକ୍ଟ ନଥିଲା, ତୁମ ଆମ ସମୟରେ ନଥିଲା। ଏବେ ୟୁପିଏସସି ଆଉ ଓପିଏସସି ଗୋଟେ ପେପର ବାହାର କରିଛନ୍ତି, ଏଥିକ୍ସ, ଇଣ୍ଟିଗ୍ରିଟି ଆଣ୍ଡ ଆପ୍ଟିଚ୍ୟୁଡ୍। ଲାଷ୍ଟରେ ତୁମକୁ ମୁଁ ଏଇ କମେଣ୍ଟସଟା ଚାହିଁବି ଯେ ଗୋଟେ ସରକାରୀ ଚାକିରିରେ ପବ୍ଲିକ ସର୍ଭିସରେ ଜଏନ୍ କରିବା ପାଇଁ ଇଚ୍ଛା କରୁଥିବା ବ୍ୟକ୍ତି ପାଖରେ କେଉଁ ଟାଇପ୍ର ନୀତିଗତ କ୍ୱାଲିଟିଜ୍ ତୁମେ ଏକ୍ସପେକ୍ଟ କରିବ? ଦେଖନ୍ତୁ, ବର୍ତ୍ତମାନ ଯେଉଁ ଆମେ ସମାଜରେ ରହୁଛେ, ଏଇଟା ଗୋଟେ ଦ୍ରୁତ ଭାବେ ପରିବର୍ତ୍ତିତ ହେଉଛି।
ଏବଂ ବିଭିନ୍ନ ପ୍ରକାର ନୂଆ ନୂଆ ଟେକ୍ନୋଲୋଜି ଆସୁଛି, ନୂଆ ପ୍ରକାର ଆହ୍ୱାନ ଆସୁଛି ଏବଂ ଆପଣ ଆଜି ଯାହା ପଢ଼ିଛନ୍ତି ତାର କାଲି କିଛି ଗୁରୁତ୍ୱ ରହୁନି। ଯେଉଁ ଆମେ ଯେତେବେଳେ ଚାକିରି ଆରମ୍ଭ କରିଥିଲୁ ସେତେବେଳେ ମୋବାଇଲ ଫୋନ୍ ନଥିଲା, କମ୍ପ୍ୟୁଟର ନଥିଲା, ଇଣ୍ଟରନେଟ୍ ନଥିଲା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଛାଡ଼ି ଦିଅନ୍ତୁ, କୃତ୍ରିମ ବୁଦ୍ଧିମତ୍ତା ଛାଡ଼ି ଦିଅନ୍ତୁ। ତେଣୁ ଆପଣ ଯଦି ସବୁବେଳେ ନିଜକୁ ପ୍ରସ୍ତୁତ ନ ରଖିବେ ତାହେଲେ ଆପଣ ଖାପ ଖୁଆଇ ପାରିବେନି। ଏବଂ ମୁଁ ଭାବୁଛି ଅନେକ ସମସ୍ୟା ସୃଷ୍ଟି ହେଉଛି ଯଦି ଆପଣ ନିଜେ ଦକ୍ଷ ନୁହନ୍ତି ଏବଂ ନିଜେ ଆପଣ ପରିସ୍ଥିତିର ସମ୍ମୁଖୀନ ହୋଇପାରୁନାହାନ୍ତି, ଆପଣ ଅନ୍ୟ ବାଟରେ ସଫଳତା ପାଇବାକୁ ଚେଷ୍ଟା କରିବେ ଏବଂ ସେଇଠି ସମସ୍ୟା ସୃଷ୍ଟି ହେବ। ସେଇଠି ଗୋଟେ ପ୍ରକାର ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ଆରମ୍ଭ ହେବ, ସେଠି ଆପଣ ଅନ୍ୟ ଆଡ଼େ ଚାଲିଯିବେ। ତେଣୁ ମୁଁ ଭାବୁଛି ଯେଉଁ ବିଦ୍ୟା ଓ ବୌଦ୍ଧିକତାକୁ ନେଇକରି ଆପଣ ଚାକିରି ପାଉଛନ୍ତି ତାକୁ ଛାଡ଼ନ୍ତୁ ନାହିଁ ଏବଂ ଯଦି ତାକୁ ଛାଡ଼ିବେ ତାହେଲେ ଅସୁବିଧା ହେବ। ତେଣୁ ଯେଉଁ ପିଲାମାନେ ପ୍ରକୃତରେ ନିଜକୁ ଜ୍ଞାନ ସାଥିରେ ଯୋଡ଼ି ରଖିଛନ୍ତି ସେଇ ପିଲାମାନେ ହିଁ ଏ ଚାକିରିକୁ ଆସିବା କଥା। ଯଦି ଆପଣ ଭାବୁଛନ୍ତି ଏଇଟା ଗୋଟେ ସର୍ଟକଟ୍, ଥରେ ଚାକିରି କରିଦେଲି ଆଉ କିଛି କରିବାକୁ ପଡ଼ିବ ନାହିଁ, ଏଠି ବହୁତ କଥା ଶିଖିବାକୁ ପଡ଼ିବ। ତେଣୁ ଆପଣ ଯଦି ଦୀର୍ଘ ଦିନ ଧରି ଏ ବ୍ୟବସ୍ଥା ଭିତରେ ସଫଳ ହେବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଜକୁ ପ୍ରସ୍ତୁତ କରି ଆସିବାକୁ ପଡ଼ିବ, ସବୁଦିନ ଶିଖିବାକୁ ପଡ଼ିବ। ଅନ୍ୟମାନଙ୍କ ପ୍ରତି ସହାନୁଭୂତି କେମିତି ରଖିବେ, ଏମ୍ପାଥି, ସେଟା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। କ୍ରିଏଟିଭିଟି କେମିତି ଦେଖେଇବେ, ସୃଜନଶୀଳତା, ସେଟା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ଯେଉଁ ଏଥିକ୍ସ କଥାଟା ଆମେ କହୁଛେ ତାକୁ ମୁଁ ଟିକେ ପରିବର୍ତ୍ତନ କରି ମୁଁ କହିବି ଆମର ଆଟିଚ୍ୟୁଡ଼, ଆମର କେଉଁ ଗୁଣ ଦରକାର। ତେଣୁ ଏଇ ଗୁଣ ଗୁଡ଼ାକ ହେଉଛି ପଢ଼ିବା, ଲେଖିବା, ଶିଖିବା, ବିଦ୍ୟା ବୌଦ୍ଧିକତା ଭିତରେ ରହିବା, ସେଇ ଗୋଟେ କାମ। ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ସହାନୁଭୂତି ରଖିବା, ଇଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତୃତୀୟ ହେଲା ଯେ କୌଣସି ପରିସ୍ଥିତିରେ ଯଦି ଆମେ ସମସ୍ୟାର ସମ୍ମୁଖୀନ ହେଉଛେ ତାହେଲେ ଭାଙ୍ଗି ପଡ଼ିବାନି ବା କିଛି ଭୁଲ କରି ବସିବାନି। ଏ ଗୁଡ଼ାଏ ସମସ୍ୟା, ଗୁଡ଼ାଏ କଥା ଆମ ପାଖକୁ ଆସିବ। ତେଣୁ ଭାବିଚିନ୍ତିକି ଯେଉଁମାନେ ସରକାରୀ ଚାକିରି ଭିତରେ ଆସୁଛନ୍ତି ଭାବିଚିନ୍ତିକି ଆସନ୍ତୁ, କାରଣ ଏଠି ଆପଣଙ୍କୁ ଅନେକ ଚାପର ବଶବର୍ତ୍ତୀ ହେବାକୁ ପଡ଼ିବ, ସ୍ୱାଧୀନତା ଆପଣଙ୍କର ସଙ୍କୁଚିତ ହେବ। ତେଣୁ ତା ଭିତରେ ନିଜେ ଛିଡ଼ା ରହିବା, ନିଜର ମାନ ମହତ ବଜାୟ ରଖିବା ପାଇଁ ବହୁତ ସଂଗ୍ରାମ କରିବାକୁ ପଡ଼ିବ ଯଦି ଆପଣ ପ୍ରସ୍ତୁତ ନଥିବେ। ବହୁତ ବହୁତ ଭଲ କଥା କହିଲ ସୁଧାଂଶୁ, ଯେ ବୁଦ୍ଧି ଆଉ ବୌଦ୍ଧିକତା ଯେଉଁଟା ଆମକୁ ଏଇ ଚାକିରି ଭିତରେ ପଶିବା ପାଇଁ ଗୋଟେ ସହାୟକ ହୁଏ ସେଟା ଚାକିରିରେ ଜଏନ୍ କରିବା ପରେ ବି ବଜାୟ ରଖିବା ଦରକାର। ଏବଂ ତା ସହିତ ଯେଉଁ ମାନବୀୟ ଗୁଣ ଗୁଡ଼ିକ ଆମକୁ ଗୋଟେ ଭଲ ମଣିଷ ଭାବରେ ପରିଚୟ ଦେବ, ନିଜର ଏମ୍ପାଥି ହଉ ଏବଂ କ୍ରିଏଟିଭିଟି ହଉ, ସେଟାକୁ ମଧ୍ୟ ଆମେ ବଜାୟ ରଖିବା ପାଇଁ ଚେଷ୍ଟା କରିବା। ଆଜି ଲିସାସ୍ IAS ଦ୍ୱାରା ଆୟୋଜିତ ଏହି ଯେଉଁ ୟୁନିକ୍ ପଜିଟିଭ୍ ପର୍ସନାଲିଟି ଡେଭଲପମେଣ୍ଟ ପ୍ରୋଗ୍ରାମରେ ତୁମେ ଭାଗ ନେଇଥିବାରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଏବଂ ଆଶା କରୁଛି ଯେ ଆମର ଦର୍ଶକମାନେ ଏହାଦ୍ୱାରା ବହୁତ ପ୍ରେରଣା ପାଇବେ ଏବଂ ସେମାନେ ମଧ୍ୟ ତାଙ୍କର ବନ୍ଧୁମାନଙ୍କ ଭିତରେ ଏଇ ଯେଉଁ ଆମର ଇଣ୍ଟରଭ୍ୟୁଟିକି ସେୟାର କରିବେ ଏବଂ ଅନ୍ୟମାନଙ୍କୁ ଅନୁପ୍ରେରଣା ସେଥିରୁ ମିଳିବ। ଧନ୍ୟବାଦ, ବହୁତ ଧନ୍ୟବାଦ। ଭବାନୀ ଭାଇ, ଆପଣଙ୍କୁ ନମସ୍କାର ମୋତେ ନିମନ୍ତ୍ରଣ କରିଥିବା ଯୋଗୁଁ ଏବଂ ଆପଣଙ୍କ ସମସ୍ତ ଦର୍ଶକମାନଙ୍କୁ ଧନ୍ୟବାଦ, शुभेच्छा। थैंक यू, नमस्कार। वेलकम बैक। हमें मिस्टर सुधांशु षडंगी जी आमर डायरेक्टर जनरल फायर सर्विसेस रे कार्य करुचंती ओडिशा रे, तांको सहित वार्तालाप कले, तांकर अभिज्ञता रु आमे कोन जानि पारिले से विषय रे मु टिके फॉर्मेट को बदलौची। मु वर्तमान आशा करिबी जे जो माने मोर ई पार्टिसिपेंट्स ई प्रोग्राम रे से माने गोटे गोटे की पॉइंट्स कहंतु तांको तरफरु जे आमे ई जो जने व्यक्तित्व देखिले, जो व्यक्तित्व गां स्कूल रु पास करिकरी मध्य सफलतार शिखर रे पहुंची चंती एवं से सफलताटाकू से जारी रखी चाकरी रे प्राय 25 वर्ष रु ऊर्ध्व चाकरी करिवा परे मध्य से सफलता शिखर रे पहुंची ताहले सेही भली जागा रे से केमिति भाबरे सेटाकू मेंटेन करिसंती। प्रथम कथा हला सफलता पाइबा एवं तापरे से सफलताटाकू मेंटेन करिबा। आमे ए या उपरे
ମୁଁ କିଛି ମନ୍ତବ୍ୟ ମଧ୍ୟ ଚାହିଁବି ଏବଂ ଆଶା କରିବି ଯେ ଯଦି ସୁଧାଂଶୁ ଷଡଙ୍ଗୀ ନିଜେ ଜଏନ କରିଛନ୍ତି ଆମ ଭିତରେ ସେ ରେସ୍ପଣ୍ଡ କରିବେ। ସୁଧାଂଶୁ have you joined the group? ଏଥିରେ ଜଏନ କରିଛନ୍ତି କି? ଆଚ୍ଛା, ଯଦି ଜଏନ କରିନାହାନ୍ତି ତାହେଲେ ଆମେ ଟିକେ ଏ ବିଷୟରେ ଚର୍ଚ୍ଚା କରିବା। କାହାର କଣ ଭ୍ୟୁଜ ରହିଛି ସେଟାକୁ ସେମାନେ ଏଇ ଫୋରମରେ ସେୟାର କରିପାରନ୍ତି। ତାଙ୍କର ଜଣେ ସହକର୍ମୀ ଅଛନ୍ତି, ଭେରି ଇମ୍ପୋର୍ଟାଣ୍ଟ ପର୍ସନ, ରମେଶ। ଆଇ କ୍ୟାନ୍ ସି ୟୁ ରମେଶ। ସୁଧାଂଶୁ ବାବୁ ଏଇ ଯୋଉ ସେ ହଉଛନ୍ତି ଓଡିଶା ଫାୟାର ସର୍ଭିସେସ ର ଆମର ଓଡିଶା ଫାୟାର ଅଫିସର। ଆଣ୍ଡ ଯାହା ତୁମେ ଦେଖିଲ ରମେଶ ସୁଧାଂଶୁ ବାବୁଙ୍କର ଏଇ ଯୋଉ ଇଣ୍ଟରଭ୍ୟୁଟା, ସେଥିରୁ ତୁମେ କଣ ଜାଣିଲ about this mantra of success, because you are a very effective officer? ତାଙ୍କର ଡେଡିକେସନ ପ୍ରତ୍ୟେକ ଦିନ, ତାଙ୍କର ଯୋଉ ଦିନଚର୍ଯ୍ୟା ଅଛି ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସାର୍ ତାଙ୍କ ଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଝିରେ ହିଁ ସେ ଖାଆନ୍ତି, ତାପରେ ଆଉ ଖାଆନ୍ତି ନାହିଁ। ତେଣୁ ତାପରେ ସେ ଯୋଉ କହିଲେ ପାଠ ପଢାଟାକୁ ପ୍ରତ୍ୟେକ ଦିନ ସେ ପାଠଟାକୁ ଆଜି ମଧ୍ୟ 30 ବର୍ଷରୁ ଅଧିକା ତାଙ୍କର ଚାକିରି ହେଲାଣି ସାର୍, ପାଖାପାଖି 33 ବର୍ଷ ତାଙ୍କର ଚାକିରି କାଳ ହେଇଗଲାଣି। ପ୍ରତ୍ୟେକ ଦିନ ସେ ପାଠ ପଢୁଛନ୍ତି ଏବଂ ବିଭିନ୍ନ ଜାଗାରେ ଯାଇକି ସେଟା ବୁଝଉଛନ୍ତି ଏବଂ ତାଙ୍କର ଯୋଉ ଫୁଡ ହ୍ୟାବିଟ ଅଛି ସେଟା ଯେତିକି ଦରକାର ଶରୀର ପାଇଁ ସେତିକି ନେଉଛନ୍ତି। ପ୍ରତ୍ୟେକ ଦିନ ସେ କିଛି ଗୋଟେ କାମ କରିବେ ଏବଂ 365 ଦିନରେ ସେ ଟାର୍ଗେଟ ନେଇକି ଚାଲନ୍ତି। ସେ ଯୋଉ ବିଭାଗରେ ବି ରୁହନ୍ତି ଯେ ମତେ ଏତିକି କାମ କରିବାର ଅଛି। ତେଣୁ ଯୋଉ ଡିପାର୍ଟମେଣ୍ଟ ରହିଛନ୍ତି ସେ ଡିପାର୍ଟମେଣ୍ଟ ଶିଖରରେ ପହଞ୍ଚେଇକି ଆସିଛନ୍ତି। ତାଙ୍କ ଯୋଉ ଡେଡିକେସନ ରହିଛି, ତାଙ୍କ ଯୋଉ ଲେଖାପଢା ଲେଖିବାର ଯୋଉ ଶୈଳୀ ରହିଛି ଏବଂ ପାଠ ପଢିବାର ଶୈଳୀ ଏବଂ ଅନ୍ୟମାନଙ୍କୁ ଶିଖେଇବାର ଶୈଳୀ ଏବଂ ତାଙ୍କର ଚାକିରି ସମୟରେ ସେ ଯୋଉ ୟୁନିଫର୍ମଟା ସେ ପିନ୍ଧିଥିଲେ ଚାକିରି ଜଏନ କଲା ପରେ, ଆଜି ମଧ୍ୟ 32-33 ବର୍ଷ ପରେ ସେମ୍ ୟୁନିଫର୍ମଟା ତାଙ୍କୁ ଲାଗୁଛି, ମାନେ ସେଇଟା ପିନ୍ଧି ପାରୁଛନ୍ତି। ତେଣୁ ଗୋଟେ ଡେଡିକେସନ ଡିଟରମିନେସନ ଯୋଉ ତାଙ୍କର ରହିଛି ଯେ ମତେ ଏଇଟା କରିବାର ଅଛି, ତାକୁ ସେ କଣ୍ଟିନ୍ୟୁ କରୁଛନ୍ତି ସାର୍। ତେଣୁ ସେଗୁଡା କାମକୁ ଶିଖିବାର ଅଛି। ଏଥିକ୍ସରେ କୁଆଡେ ସେ ତାର ମାନେ ଟଲମଲ ହଉନାହାନ୍ତି। ତାଙ୍କୁ ଗୋଲ ଯୋଉଟା ଅଛି ସେଟା ପୁରା ଷ୍ଟ୍ରିଟ୍ ନେଇକି ଯାଉଛନ୍ତି ଯେ ମତେ ଏତିକି ହିଁ କରିବାର ଅଛି, ଷ୍ଟ୍ରିଟ୍ ୱେ, ଅଙ୍କା ବଙ୍କା ମାନେ ସାପ ପରିକା ନୁହଁ ସାର୍। ତେଣୁ ସେଗୁଡାକ ଆମେ ତାଙ୍କଠୁ ଶିଖିବା ପାଇଁ ପଡିବ ବହୁତ ଗୁଡେ ଜିନିଷ ସାର୍। ନମସ୍କାର। ବହୁତ ଭଲ କଥା କହିଲ ଯେ ଯୋଉ ଡେଡିକେସନ ଆଉ ସିନସିୟରିଟିରେ ସେ ଗୋଟେ ଷ୍ଟୁଡେଣ୍ଟ କ୍ୟାରିୟରରେ ବହୁତ କମ ଏଜରେ ସକ୍ସେସଫୁଲ ହେଇପାରିଥିଲେ, ଆଜି ଦିନରେ ସର୍ଭିସରେ 33 ବର୍ଷ ପରେ ମଧ୍ୟ ପ୍ରାୟ ପ୍ରତ୍ୟେକ ଦିନ ରେଗୁଲାରଲି ସେଇ ଅଭ୍ୟାସଟାକୁ ସେ ମେଣ୍ଟେନ କରିଛନ୍ତି, ଯୋଉଟା କି ତାଙ୍କର ସଫଳତାଟାକୁ କଣ୍ଟିନ୍ୟୁ କରାଇବାରେ ସାହାଯ୍ୟ କରିଛନ୍ତି। ଏବଂ ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଏଇ ଯୋଉ ପଢିବାର ଅଭ୍ୟାସଟା। ପ୍ରତ୍ୟେକ ଦିନ ଆମେ କିଛି କିଛି ପଢିବା। ଯଦି ମୁଁ ତାଙ୍କର ଯୋଉ ଇଣ୍ଟରଭ୍ୟୁଟାକୁ ଡିକୋଡ କରିବି, ସେ ଯୋଉ ଇଣ୍ଟରଭ୍ୟୁରେ ଗୋଟେ ପଏଣ୍ଟ ରହିଛି ଯେ ପଢିବା, ବୁଝିବା, ଲେଖିବାର ଯୋଉ ଶୈଳୀଟାକୁ ସବୁବେଳେ ଆହୁରି ମାର୍ଜିତ କରିବା ଏବଂ କହିପାରିବାର ଶକ୍ତି, ତାକୁ ଯଦି ଆମେ ଇମ୍ପ୍ରୁଭ କରୁଥିବା ଏବଂ ପ୍ରତ୍ୟେକ ଦିନ ଆମେ ଇମ୍ପ୍ରୁଭ କରୁଥିବା, ତାହେଲେ ନିଶ୍ଚିତ ଭାବରେ କେବଳ ସିଭିଲ ସର୍ଭିସେସରେ ନୁହଁ, ଯୋଉ ଫିଲ୍ଡରେ ଆମେ ଚାହିଁବା ସେଇ ଫିଲ୍ଡରେ ଆମେ ନିଶ୍ଚିତ ଭାବରେ ସଫଳତା ପାଇପାରିବା। କିନ୍ତୁ ଏଇ ଅଭ୍ୟାସଟା କେବଳ ଗୋଟେ ଦିନିକିଆ ଅଭ୍ୟାସ ହବା ଉଚିତ ନୁହଁ। ଏଇ ଅଭ୍ୟାସଟା ଆମର ସବୁଦିନିଆ ଅଭ୍ୟାସରେ ପରିଣତ ହବା ଦରକାର। ଯେମିତି ଆମେ ଖାଉଛେ, ପିଉଛେ, ଶୋଉଛେ, ସେମିତି ଆମେ ପ୍ରତ୍ୟେକ ଦିନ ବହି ପଢିବା, ପ୍ରତ୍ୟେକ ଦିନ କିଛି ବୁଝିବା ପାଇଁ ଚେଷ୍ଟା କରିବା, ପ୍ରତ୍ୟେକ ଦିନ କିଛି ଲେଖିବା ପାଇଁ ଚେଷ୍ଟା କରିବା, ପ୍ରତ୍ୟେକ ଦିନ କିଛି କହିବା ପାଇଁ ଚେଷ୍ଟା କରିବା, ନିଜର ସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟେକ ଦିନ ଯତ୍ନ ନେବା। ଏଇ ଯୋଉ ଏଭ୍ରି ଡେ ୟୁ ଡୁ ସମଥିଙ୍ଗ ଫର ଦି ଇମ୍ପ୍ରୁଭମେଣ୍ଟ ଅଫ ୟୋର ବଡି ଆଣ୍ଡ ମାଇଣ୍ଡ, ସେଇଟା ଯଦି ଆମେ କରୁଛେ ତାହେଲେ ଆମେ ନିଶ୍ଚିତ ଭାବରେ କେବଳ ପରୀକ୍ଷାରେ ନୁହଁ, ପରୀକ୍ଷା ପରେ ମଧ୍ୟ ଚାକିରିରେ ଜଏନ କଲା ପରେ ମଧ୍ୟ ଆମେ ଉଚ୍ଚ ଶିଖରକୁ ଯାଇପାରିବା। ଯଦି ଆଉ କାହାର କିଛି ପ୍ରଶ୍ନ ଅଛି ପଚାରି ପାରନ୍ତି କିମ୍ବା କିଛି କମେଣ୍ଟସ ଅଛି ଦେଇପାରନ୍ତି। ଆମେ ପାଖରେ ଆଉ 3-4 ମିନିଟ ସମୟ ଅଛି। ଆମ ପାଖରେ କିଛି 3-4 ମିନିଟ ସମୟ ଅଛି। ଯଦି
आमे किछि कार प्रश्न अछि किबा का किए किछि जानिबा पाइ चाहूछन पार्टिसिपेंट्स प्लीज पार्टिसिपेट ତାଙ୍କର ଆଉ ଗୋଟେ ଭଲ ଜିନିଷ ଭଲ ଗୁଣ ମୁଁ କହିଦିଏ ସାର୍ ଦୀର୍ଘ 33 ବର୍ଷରେ ଏବେ ଯୋଉ ଆମ ବିଭାଗରେ ରହିଛନ୍ତି ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗ ତା ସହିତ ସେ ଦେଖୁଛନ୍ତି ହୋମଗାର୍ଡ ଆଉ ସିଭିଲ ଡିଫେନ୍ସ କୌଣସି ଗୋଟେ ପିଲାର ଆମ ପରିବାରରେ ମାନେ ଆମ ଯୋଉ 3ଟା ଅର୍ଗାନାଇଜେସନ ଅଛି ଯାହାର କେତେବେଳେ ଦେହ ପା ଖରାପ ହଉଛି ତା ପାଇଁ ଡେଡିକେଟେଡ ଟିମ୍ ଅଛନ୍ତି ହସ୍ପିଟାଲରେ ତାର ଟ୍ରିଟମେଣ୍ଟ ହେଇକି କେମିତି ସେ ସୁରୁଖୁରୁରେ ଘରକୁ ଯିବ ଏବଂ ତା ପିଲାମାନଙ୍କୁ ନେଇକି କେମିତି ସେ ଭଲରେ ରହିବ ଏବଂ ଯିଏ ଯୋଉଠି ଯୋଉ ଷ୍ଟେସନରେ କାମ କରୁଛି ତା ପିଲାମାନଙ୍କୁ ନେଇକି ରଖିବ ତା ପ୍ୟାରେଣ୍ଟସ୍ କୁ ପଚାରିବ ଏବଂ ନିଜ ପିଲା ଛୁଆଙ୍କୁ ଭଲରେ ପାଠ ପଢେଇବ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବ ଇଏ ସବୁ ଜିନିଷ ଉପରେ ସେ ସବୁ ସମୟରେ ଯତ୍ନବାନ ହଉଛନ୍ତି ନିଜେ ତାକୁ ତଦାରଖ କରୁଛନ୍ତି ସାର୍ କଟକ ବ୍ରହ୍ମପୁର ସମ୍ବଲପୁର ଏବଂ ଅନ୍ୟାନ୍ୟ ଯୋଉ ହସ୍ପିଟାଲରେ ଟ୍ରିଟମେଣ୍ଟ ଚାଲିଛି ପିଲାମାନଙ୍କର କେତେବେଳେ କଣ ଦେହ ପା ଖରାପ ହେଇକିନା ତାହେଲେ ସେ କେମିତି ସୁସ୍ଥ ହେଇକି ଘରକୁ ଯିବ ତେଣୁ ଏଇ ଯୋଉ ଜିନିଷଟା ଜଣେ ଅଥରିଟି ପାଖରୁ ପାଇବାଟା ଏଇଟା ଗୋଟେ ବିରଳ ତେଣୁ ଆମେ ଯୋଉମାନେ ବି ଅଥରିଟି ଅଛନ୍ତି এই ଜିନିଷଟା ମୁଁ ଗର୍ବର ସହକାରେ ମତେ କହିବା ପାଇଁ ଭଲ ଲାଗୁଛି ସାର୍ ଯେ ତାଙ୍କ ପାଖରେ ଆମେ କାମ କରୁଛୁ ଆମକୁ ସମସ୍ତଙ୍କୁ ଗୋଟେ ଛୋଟିଆ କର୍ମଚାରୀକୁ ମଧ୍ୟ ଗୋଟେ ନିଜର ପରିବାର ମେମ୍ବର ହିସାବରେ ଦେହ ପାଖ ହେଲେ ସେ ତାର ଯତ୍ନ ନେଉଛନ୍ତି ଏବଂ ଡିପାର୍ଟମେଣ୍ଟର କେମିତି ଡେଭଲପମେଣ୍ଟ ହବ ଆମକୁ ସେ ଦେଇଛନ୍ତି ଏବେ ଡାଇରେକ୍ସନ ପୁରା ଏଣ୍ଟାୟାର ଷ୍ଟେଟରେ ସେ ସମସ୍ତଙ୍କର BMI କେମିତି ହଉଛି 25 ଭିତରେ ରହିବ ମାନେ ଗୋଟେ ଷ୍ଟାଣ୍ଡାର୍ଡ ଫିଜିକ୍ସ ରହିଲେ ହିଁ ସେ କାମ କରିପାରିବ ଡିପାର୍ଟମେଣ୍ଟରେ ଏବଂ ନିଜେ ଫିଟ୍ ରହିବ ବହୁତ ବର୍ଷ ଫିଟ୍ ରହିକି ବଞ୍ଚି ପାରିବ ତେଣୁ ବହୁତ ଗୁଡାଏ ଜିନିଷ ଉପରେ ସେ କାମ କରନ୍ତି ଯୋଉଟା କି ତାଙ୍କର ଗୋଟେ ବିରଳ ଇଏ ଗୁଡାକ ଗୁଣ ଗୁଡାକ ଯୋଉଟା ସାର୍ ଯେତେ କହିଲେ ମଧ୍ୟ ସେଟା କମ ହବ ସାର୍ ତେଣୁ ସମସ୍ତେ ତା ପାଇଁ ସମସ୍ତେ ବହୁତ ଖୁସି ଆଉ ଆମେ ବି ତାଙ୍କୁ ଡିପାର୍ଟମେଣ୍ଟ ସମସ୍ତେ ତାଙ୍କ ପାଇଁ ବହୁତ ଖୁସି ସାର୍ ଗୋଟେ ବିରଳ ପ୍ରତିଭାର ମାନେ ସେ ଗୋଟେ ଜ୍ୱଳନ୍ତ ଉଦାହରଣ ପୁରା ଅର୍ଗାନାଇଜେସନ ପାଇଁ ସାର୍ ନମସ୍କାର बहुत बहुत धन्यवाद रमेश तुम्हें जो कथाटा कहल सेटाकू आमे हमर एकेडमिक लैंग्वेज रे कहा जाय जे एम्पैथी सबु कर्मचारी मानक प्रति तांकर जो सौहृदयता रही से सौहृदयता कार्य रे मध्य परिणत रहउची सेतिपाई आमे वर्तमान पिलामानकू अनुरोध करिबा जे निज भितरे रेगुलारिटी आणंतु मेंटेन करंतु प्रत्येक निजर बॉडी आउ माइंड रो फिटनेस प्रति मध्य मेंटेन करंतु मानसिक स्तर रे शारीरिक स्तर रे आमे फिट रहिबा दरकार एवं मानव ता पई हमर जहा निजर खाद्य एवं निजर व्यायाम या ऊपर यत्नवान होबा दरकार मानसिक स्तर रे आमे एई बढिया भाबरे निजर जोटा कहिसंती बुद्धि आ बौद्धिकता ता ऊपर आमे नजर दबा दरकार एवं नीति आ नैतिकता ता ऊपर भी नजर दबा दरकार एई टाइप रो मानसिकता रे जदि आमे एबेठू आम निज पर्सनालिटी की डेभलप करिबा निश्चित भाबरे आमे सफलता पाइबा चाकरी रे जॉइन करिबा पाई एवं चाकरी जॉइन करिबा परे मध्य हमर कैरियर ग्राफ को रे उन्नति होबा पाई एटा हमको सहायता करिवो जेतु आउ कोनोसी प्रश्न नाही थैंक यू रमेश रमेश थैंक यू सर थैंक यू वेरी मच की क्वेश्चन अछि की सर मु अंकुश कहूली सर मोर छोटिया क्वेश्चन थिला कैन आई आस्क हां प्लीज प्लीज गो अहेड सर फर्स्ट ऑफ ऑल गुड इवनिंग सर सुनी कि सर आपनकर इंटरव्यूटा सुनी कि बहुत भलो लागिला मोर गोटे छोटे क्वेश्चन थिला कि whenever in this journey of being a civil servant or trying to become a civil servant jette motivated रहिले भी over the periods of time ଯେତେବେଳେ ଗୋଟେ definitive ଇଏ ମିଳୁନି ମାନେ result ମିଳୁନି କି last time I appeared and it didn't go through so journey ରେ tenacity build तो होची but से motivation over because of the failures lack kari kari jauchi again to keep myself motivated and look forward to another cycle of that daily practice daily mock dawa it becomes a task jota ki first it felt amazing to do what a process thili then again putting myself through that process and dwelling time again that confidence factors are automatically डिमिनिश करी जाउची एंड पुणी एग्जाम आसिले सेई अर्जेंसीटा रहउची बट अगेन गोटे ड्रीम एनवायरनमेंट मुंडरे क्रिएट होची कि लाइक इज इट वर्थ इट सर सेईटा केमिति गोटे बैटल को परियो देखो तुमे जदी हमर अंकुश सुधांशु बाबूंकर इंटरव्यू टाकू टिके
ବହୁତ ଭଲ ଭାବରେ ଆଉ ଥରେ ଶୁଣିବ। ମୁଁ ଇନଫ୍ୟାକ୍ଟ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଯେ ଏଇଟା ଆମେ ୟୁଟ୍ୟୁବ ରେ ଯୋଉ ଅପଲୋଡ କରୁଛୁ ତାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଏଇଟା ବାରମ୍ବାର ଶୁଣନ୍ତୁ। ଯଦି ତୁମେ ଗୋଟେ ଲିମିଟେଡ ଉଦ୍ଦେଶ୍ୟରେ ପାଠ ପଢୁଛ, ଲିମିଟେଡ ଉଦ୍ଦେଶ୍ୟରେ ନିଜ ଜୀବନଟାକୁ ଫାଷ୍ଟ ଅଫ ଅଲ୍ ଦେଖିବ ଯେ ଗୋଟେ ହୋଲିଷ୍ଟିକାଲି ନିଜ ଜୀବନକୁ ଦେଖ। ଏଠି ଯୋଉ ପାଠଟା ଆମେ ପଢୁଛେ ସେଟା କେବଳ ଆମେ ଯଦି ପରୀକ୍ଷା ପାଇଁ ପଢୁଛେ ବୋଲି ଭାବିବା ତାହେଲେ ପରୀକ୍ଷାର ସଫଳତା ଆଉ ବିଫଳତା ଆମର ସେ ପ୍ରୋସେସଟାକୁ ସକ୍ସେସକୁ ଡିଟରମିନ କରିବ। ପ୍ରଥମ କଥା ହଉଛି ନିଜ ଭିତରେ ଗୋଟେ ଏଭଳି ଆଗ୍ରହ ସୃଷ୍ଟି କରିବା ଦରକାର ଯେ ମୁଁ ଏଇ ଯୋଉ ପାଠ ପଢୁଛି ପରୀକ୍ଷାର ସକ୍ସେସ ଇଜ ଆନ୍ ଇନସିଡେଣ୍ଟାଲ ଥିଙ୍ଗ, କିନ୍ତୁ ଏଇ ଯୋଉ ଜ୍ଞାନଟା ମୁଁ ଆହରଣ କରୁଛି, ଯଦି ତୁମେ ଦେଖିବ ସେ ଗୋଟେ ଲାଇନରେ କହିଲେ ଯେ ଯୋଉ ପିଲାମାନେ ସିଭିଲ ସର୍ଭିସେସ ପ୍ରିପାରେସନରେ ସିଭିଲ ସର୍ଭିସେସରେ ସକ୍ସେସ ପାଉଛନ୍ତି ସେମାନେ ତାଙ୍କ ଲାଇଫରେ ସଫଳ ହୋଇଛନ୍ତି, ଏବଂ ଯୋଉମାନେ ଏ ପରୀକ୍ଷାରେ ପାସ୍ ବି ନ କରି ପାରିଛନ୍ତି ସେମାନେ ଯେକୌଣସି ଫିଲ୍ଡରେ କାମ କରିଛନ୍ତି, କାରଣ ଏଇ ଯୋଉ ଜ୍ଞାନଟା ତମ ପାଖରୁ କେବେ ପଳେଇବନି। এইটা ଯେତେବେଳେ ତୁମେ ଜାଣିଛ ଏବଂ ୟା ଉପରେ ତୁମେ କନଫିଡେଣ୍ଟ ହେଇପାରିବ, ତୁମେ ଦେଖିବ ଯେ ଏଇ ପ୍ରୋସେସର ସୁଫଳଟା ତୁମେ ଅଧିକରୁ ଅଧିକ ପାଇବ। ତାପରେ ଆଉ ଗୋଟେ ପଏଣ୍ଟ ତୁମେ ଯଦି ଲକ୍ଷ୍ୟ କରିଥିବ, ନିଜର ଯୋଉ ପଢିବାର, ବୁଝିବାର, ଲେଖିବାର ଏଇ ଆଉ କହିପାରିବାର ଏଇଥିରେ ଯୋଉ ଯୋଉ ଷ୍ଟ୍ରେଙ୍ଗଥଟା ଆମର ରହିବା ଦରକାର, ସେଇ ଷ୍ଟ୍ରେଙ୍ଗଥଟା ମୋ ପାଖରେ କେତେ ଦୂର ଅଛି ତାର ମଧ୍ୟ ଗୋଟେ ଅନେଷ୍ଟ ଆସେସମେଣ୍ଟ କରିବା ଦରକାର। ଯଦି ସୁଧାଂଶୁ ଷଡଙ୍ଗୀ ସକ୍ସେସଫୁଲ ହେଲେ ବିକଜ ହି ହ୍ୟାଡ ଏ ଭେରି ଷ୍ଟ୍ରଙ୍ଗ ଫାଉଣ୍ଡେସନ ହ୍ୱିଚ ହି ହ୍ୟାଡ ବିଲ୍ଟ ହିମସେଲ୍ଫ। ଆମେ ଯେତେବେଳେ ସଫଳତାଟା ଚାହୁଁଛେ ଆମେ ମଧ୍ୟ ନିଜକୁ ଅନେଷ୍ଟଲି ଦେଖିବା କଥା ଯେ ମୋର କିଛି ଗ୍ୟାପ ଏରିଆଜ ରହିଯାଇଛି କି, ସେଇ ଗ୍ୟାପଟାକୁ ଯଦି ମୁଁ ଫୁଲଫିଲ କରିବି ସଫଳତା ନିଶ୍ଚିତ ଆସିବ। କେବଳ ଏଇ ଗୋଟିଏ ପରୀକ୍ଷାରେ ନୁହଁ, ହୁଏତ ଗୋଟେ ପରୀକ୍ଷାରେ ଆମେ ସଫଳତା ପାଇପାରେ ପାଇ ନପାରେ ମଧ୍ୟ, କିନ୍ତୁ ଅଲ୍ଟିମେଟଲି এই ସଫଳତା ଆମକୁ ନିଶ୍ଚିତ ଆସିବ। ସେଇ କନଫିଡେନ୍ସ ତୁମ ନିଜ ଉପରେ ନିଜର ରହିବା ଆବଶ୍ୟକ। Hope that will be there, but we are always available at Nisas. ତୁମେ ଯୋଉମାନେ ଏଇ ପ୍ରୋଗ୍ରାମରେ ଭାଗ ନେଇଛ ଯେତେବେଳେ ଚାହିଁବ ପର୍ସନାଲି ମୁଁ ଏଇ ଇନଷ୍ଟିଚ୍ୟୁଟରେ ଆଭେଲେବୁଲ ରହିବି ଅଛି, ତୁମେ ପର୍ସନାଲି ଆସିକିରି ମଧ୍ୟ ଆମ ସହିତ ଡିସ୍କସନ କରିପାରିବ। ତୁମର ଯେକୌଣସି ସମସ୍ୟା ରହିଛି ତାକୁ ଆମେ ଡିସ୍କସନ କରିପାରିବା। Swati Snigdha, you have a question, but yours will be the last question. Good evening, sir. Namaskar. Namaskar. Sir, no, I don't have any question. Rather, today's interview was literally thrilled because ଆପଣ ସବୁବେଳେ ethics class ରେ କୁହନ୍ତି you talk about empathy and everything, and we see a vigilant example today, and that is really nice. And one more thing which really inspired me is what he said about he belonged to Odia medium, but ତାଙ୍କର commendable thing in his later stages Delhi University ରେ ସେ ଜିନିଷଟା ବହୁତ inspire କଲା। ବହୁତ ପିଲା ଅଛନ୍ତି ଯୋଉମାନେ ଭାବନ୍ତି ଆମେ ଓଡିଆ ମିଡିୟମ ରେ ପଢୁଛୁ, how can we write better in English and speak in English, but this session was really a very great example in terms of empathy as well as language has nothing to do. So thank you, sir, for inspiring and bringing such personalities to us. Thank you. Absolutely, thank you Swati. Good. So ମୁଁ ଆଶା କରିବି ଯେ ସବୁ ଦର୍ଶକ ମାନେ, ସବୁ ପାର୍ଟିସିପେଣ୍ଟସ ମାନେ ଏଟା ଆମେ ୟୁଟ୍ୟୁବ ରେ ଯୋଉ ଅପଲୋଡ କରିବୁ ତାକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ। ତା ଦ୍ୱାରା ସମସ୍ତଙ୍କର ଏଇ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ରହିବ ଏବଂ ସମସ୍ତେ ଏହାର ଆଡଭାନ୍ଟେଜ ନେଇପାରିବା। ଆଗାମୀ ଶୁକ୍ରବାର ଦିନ ପୁଣି ଆଉ ଜଣେ ବ୍ୟକ୍ତିତ୍ୱଙ୍କ ସହିତ ଆମେ ଆଲୋଚନା କରିବା। ବର୍ତ୍ତମାନ ଏ କାର୍ଯ୍ୟକ୍ରମକୁ ଏଇଠି ଆମେ ଶେଷ କରୁଛୁ। ଧନ୍ୟବାଦ। ଥ୍ୟାଙ୍କ ୟୁ।